ଆଗକୁ ଆସୁଛି ମକର ସଂକ୍ରାନ୍ତି ସ୍ପେଶାଲ ଆଜି ଆମେ ପ୍ରସ୍ତୁତ କରିବା ପିଠା। ଏଇ ପିଠା ରେସିପିଟି ଦେଖିବେ ଥରେ ଯଦି ବନାଉଛନ୍ତି ଗୋଟେ ମାସରେ 4 ଥର ବନେଇ ଖାଇବେ, ଏତେ ସ୍ୱାଦିଷ୍ଟ ଲାଗେ। ଯେଉଁମାନେ ପିଠା ଖାଇବାକୁ ପସନ୍ଦ କରନ୍ତିନି ବି ସେଇମାନେ ବି ମାଗି ମାଗି ଖାଇବେ, ଏତେ ସୁପର ଟେଷ୍ଟି ଖାସ୍ତା ପିଠା ରେସିପିଟି। ଦେଖନ୍ତୁ ଆପଣମାନଙ୍କୁ ମୁଁ ଖଣ୍ଡ କରିବି ଦେଖାଇ ଦେଉଛି କେତେ ବଢ଼ିଆ ଗୋଟେ ପିଠାଟି ବନିକି ରେଡ଼ି ହେଇଛି। ଆଉ ଆକୁ ହାତରେ କ୍ରସ୍ କରିବେ ନା, ତାହେଲେ ବି ଦେଖିବେ ପାଉଡ଼ର ବନିଯିବ। ଘରେ ଯଦି ଅଟା ଅଛି ତାହେଲେ ସୁପର ଟେଷ୍ଟି ହେଲ୍ଦି ପିଠା ବନିକି ରେଡ଼ି ହେଇଯିବ। ଆଉ ଦେଖନ୍ତୁ ଆପଣମାନଙ୍କୁ କ୍ରସ୍ କରିବି ଦେଖାଉଛି କେତେ ବଢ଼ିଆ ଗୁଡ଼ା ପାଉଡ଼ର ବନିଯାଉଛି। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଏ ସୁପର ଟେଷ୍ଟି ଖାସ୍ତା ପିଠା ବନାଇବା ପାଇଁ ପ୍ରଥମେ ଗୋଟେ ଆମେ ଜାର୍ ନେବା। ଗୋଟେ ଗିନା କି କପ୍ର ମେଜରମେଣ୍ଟରେ ସବୁ ଏଡ଼୍ କରିବେ। ତ ଦେଖନ୍ତୁ ଏଠି ମୁଁ ଗୋଟେ ଗିନା ସୁଜି ଏଡ଼୍ କଲି, ତ ଗୋଟେ ଗିନା ମୁଁ ଚିନି ଏଡ଼୍ କରିଛି। ଚିନି ବଦଳରେ ଆପଣମାନେ ଗୁଡ଼ ବି ଏଡ଼୍ କରିପାରିବେ। ତାପରେ ଦେଖନ୍ତୁ ନଡ଼ିଆକୁ ଛୋଟ ଛୋଟ ପିସେସ୍ରେ କଟିଂ କରି ଏଡ଼୍ କରିଛି। ନଡ଼ିଆଟା ଏଠି ପୁରାପୁରି ଅପସନାଲ୍ ଅଛି। ଟେଷ୍ଟକୁ ବଢ଼ିବାକୁ ଚାହୁଁଥିଲେ ନଡ଼ିଆ ଏଡ଼୍ କରିବେ। ଆଉ ଭଲ ବାସ୍ନା ଭଲ ଫ୍ଲେଭର ପାଇଁ ଆମେ 3ରୁ 4ଟି ଗୁଜୁରାତି ବା ଅଳିଚକୁ ଏଡ଼୍ କରିଦେବା, ତାକୁ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିଦେବା। ଦେଖନ୍ତୁ এইଭଳି ପ୍ରୋସେସ୍ରେ ଗ୍ରାଇଣ୍ଡିଙ୍ଗ କରିବେ, ଟିକେ ଖଦରା ପେଷ୍ଟ ହିଁ ରହିବ ଯେହେତୁ ସୁଜିଟା ପୁଣି ସେଥିରେ ନଡ଼ିଆ ବି ଏଡ଼୍ ଅଛି। ଦେଖନ୍ତୁ এইଭଳି ପ୍ରୋସେସ୍ରେ ଗୋଟେ ପାଉଡ଼ର ବନେଇକି ରେଡ଼ି କରିଦେବେ। ତ ଚାଲନ୍ତୁ ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ଏବେ ଆମର ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। ପ୍ରଥମେ ଗୋଟେ ଆମେ ବାଉଲ୍ ନେବା, ସେଇଥିରେ ଆମେ ଏଡ଼୍ କରିଦେବା 2 ଗିନା। ଏଇ ଗିନାରେ 2 ଗିନା ଆମେ ଅଟା ଏଡ଼୍ କରିବା। 2 ଗିନା ଅଟାକୁ ଗୋଟେ ଗିନା ଚିନି, ଗୋଟେ ଗିନା ଆମେ ସେଥିରେ ଏଡ଼୍ କରିଛନ୍ତି ସୁଜି। ତ ସେଇ ଅଟାକୁ ଏଡ଼୍ କରିସାରିବା ପରେ ଆମେ ଯେଉଁ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ରଖିଥିଲେ ସୁଜି ନଡ଼ିଆକୁ ସେଇଥିରେ ଆମେ ଏଡ଼୍ କରିଦେବା। ତାପରେ ଆମେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଲୁଣକୁ ଯେତିକି ଆପଣମାନେ ପିଠା ବନେଇବାକୁ ଚାହିଁବେ ସବୁ ସେ ଅନୁସାରେ କ୍ୱାଣ୍ଟିଟି ନେବେ। ଆଉ ଯେତିକି ଦେଖିବେ ଆପଣମାନେ ଅଟା ଏଡ଼୍ କରିବେ ତାର ହାଫ୍ କ୍ୱାଣ୍ଟିଟି ସେଥିରେ ସୁଜି ଏଡ଼୍ କରିବେ। ହାତ ସାହାଯ୍ୟରେ ଟିକେ ଆକୁ ମିକ୍ସ କରିଦେବା। ଦେଖନ୍ତୁ এইଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବେ, ତ ଦେଖିବେ ମାନେ ଅଟାରେ ପୁରା ସୁଜି ନଡ଼ିଆ ପୁରା ମିକ୍ସ ହେଇଯିବ। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ, ଦେଖିବେ ପରଫେକ୍ଟ ବନିକି ରେଡ଼ି ହେବ। ଯଦି ପ୍ରଥମ ଥର ହିଁ ବନାଉଛନ୍ତି ନା, ତାହେଲେ ବହୁତ ବଢ଼ିଆ ଟେଷ୍ଟି ପିଠାଟି ବନିକି ରେଡ଼ି ହେଇଯିବ। ତ ଏବେ କ'ଣ କରିବା ନା, ସେଥିରେ ଆମେ ଗରମ ଗରମ ତେଲ ଏଡ଼୍ କରିବା। ତେଲ ବଦଳରେ ଆପଣମାନେ ଏଠି ଘିଅ ବି ଏଡ଼୍ କରିପାରିବେ। ଯଦି ଦେଖିବେ ମାନେ ଘିଅ ଯଦି ଏଡ଼୍ କରିବେ ଟିକେ ମୁସମୁସିଆ ଖାସ୍ତା ବନିବ ପିଠାଟି। ଆଉ ଯଦି ତେଲ ଏଡ଼୍ କରିବେ ଟିକେ ବାହାରଟା ପୁରା କ୍ରିସ୍ପି ବନିବ। ତ ହାତ ସାହାଯ୍ୟରେ ଭଲସେ ଟିକେ ମିକ୍ସ କରି ଗୋଟେ ଖାସ୍ତା ବନେଇକି ରେଡ଼ି କରିଦେବା। ଯେମିତିକି ଆମେ ମୁଠା କରିବା ନା, ସେ ଯେମିତି ମୁଠା ହେଇଯାଉଥିବ। ଦେଖନ୍ତୁ ଖାସ୍ତାଟା ପରଫେକ୍ଟ ଏଠି ବନିଛି ଜାଣିଦେବେ, ମୁଠା କରି ଟେଷ୍ଟ କରିକିରି। ତାପରେ କ'ଣ କରିବା ନା, ତା ପୂର୍ବରୁ ମୁଁ ଏଠି ଦେଖନ୍ତୁ ପାନ ମଧୁରୀ ଟିକେ ଲେଟ୍ରେ ଏଡ଼୍ କରିଛି। ଆପଣମାନେ ଚାହିଁଲେ ଏହି ସମୟରେ ହିଁ ପାନ ମଧୁରୀକୁ ଏଡ଼୍ କରିପାରିବେ। ଆଉ ଟିକେ ଆମେ ମାନେ ଯେମିତି ମୁସମୁସିଆ ପିଠାଟା ବନିବ, କ୍ରିସ୍ପି ବନିବ, ଟିକେ ଭଲସେ ଫୁଲିବ, ସ୍କ୍ରାଚ୍ ଆସିବ, ସେଇଥିପାଇଁ ଆମେ ସେଥିରେ ଏଡ଼୍ କରିଦେବା ହାଫ୍ ଚାମଚ ସେଥିରେ ବେକିଂ ସୋଡ଼ା। ବେକିଂ ସୋଡ଼ା ବଦଳରେ ଆପଣମାନେ ଖାଇବା ସୋଡ଼ା ବି ଏଡ଼୍ କରିପାରିବେ। ବେକିଂ ସୋଡ଼ାକୁ ଏଡ଼୍ କରିସାରିବା ପରେ ଆମେ ଟିକେ ଭଲସେ ଆକୁ ଟିକେ ମିକ୍ସ କରିଦେବା। ଟିକେ ଦେଖନ୍ତୁ ଏଭଳି ପ୍ରୋସେସ୍ରେ ଏକାଥରକେ ପାଣି ଏଡ଼୍ କରିବେନି, ଅଳ୍ପ ଅଳ୍ପ କରି ଏଡ଼୍ କରିବେ। ଯେହେତୁ ସେଥିରେ ଚିନି ଏଡ଼୍ ଅଛି, ଚିନିଟା ଜାଣିଥିବେ ପାଣି ମେଲ୍ଟ ମାନେ ଏଡ଼୍ କରୁ କରୁ ଚିନି ପୁରା ମେଲ୍ଟ ହେବ। ତ ସେଥିପ୍ରତି ଟିକେ ଧ୍ୟାନ ଦେବେ। ଆଉ ପାନ ମଧୁରୀ ଦେଖନ୍ତୁ ଏଥିରେ ମୁଁ ଗୋଟେ ଚାମଚ ଏଡ଼୍ କଲି। এই ପିଠାରେ ପାନ ମଧୁରୀର ଫ୍ଲେଭର ବି ବହୁତ ବଢ଼ିଆ ଲାଗିବ। ତ ଏବେ କ'ଣ କରିବେ ନା, ଅଳ୍ପ ଅଳ୍ପ ଆମେ ପାଣିକୁ ଏଡ଼୍ କରି ଗୋଟେ ଡୋ ବନେଇକି ରେଡ଼ି କରିଦେବା। ଯେମିତି ଡୋଟା ଟିକେ ବହଳିଆ ହିଁ ରହିବ, ପୁରା ପତଲା ବନିବନି, ସେଥିପ୍ରତି ଟିକେ ଧ୍ୟାନ ଦେବେ। ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ବନେଇକି ରେଡ଼ି କରିବେ। ତ ଏବେ ଗୋଟେ ଗିନାରେ ମୁଁ କିଛି ରାଶି ନେଇଛି। ରାଶିଟାରେ ଆମେ ଉପରେ ତାର କୋଟିଂଟା ଦେବା। ଦେଖିବେ ରାଶିର ଫ୍ଲେଭର ଏଇ ପିଠାରେ ବହୁତ ବଢ଼ିଆ ଲାଗେ। ତ ଆପଣମାନେ ଟ୍ରାଏ କରନ୍ତୁ। ଆଉ ଏଠି ମୁଁ ପିଠାକୁ ଗୋଲାକାର ସେପ୍ ଦେଇଛି। ଆପଣମାନେ ଚାହିଁଲେ ଏଠି କାକରାର ସେପ୍ ବି ଦେଇପାରିବେ। ତ ନହେଲେ ସିଲିଣ୍ଡର ସେପ୍ ବି ଆପଣମାନେ ଦେଇପାରିବେ। ତ ଆପଣମାନଙ୍କର ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ସେପ୍ ଦିଅନ୍ତୁ। ତ ଦେଖନ୍ତୁ ଏଠି ମୁଁ ଗୋଲାକାର ସେପ୍ ଦେଇଦେଲି। ଦେଇସାରିବା ପରେ ଗୋଟେ ଗିନାରେ କିଛି ମୁଁ ରାଶି ନେଇଛି, ତା ଉପରେ ଆମେ ରାଶିର କୋଟିଂଟା ଏ ପିଠା ଉପରେ ଦେଇଦେବା। ତ ଦେଖିବେ ଖାଇବାକୁ ବହୁତ ବଢ଼ିଆ ଲାଗିବ এই ପିଠାଟି। ତ ଆପଣମାନେ ଏଇ ତରିକାରେ ଥରେ ମାତ୍ର ଟ୍ରାଏ କରନ୍ତୁ, ଦେଖିବେ ଆଉ କେଉଁ ପିଠା ବି ଖାଇବାକୁ ଇଚ୍ଛା ହେବନି ଆଗରେ। ଆଉ ସୁପର ଟେଷ୍ଟି ଲାଗେ। ମାନେ ଆପଣମାନେ ଯେତେ ପିଠା ବନେଇଥିବେ ସବୁ ପିଠାକୁ ଏ ପିଠାଟି ଫିକା କରିଦେବ। ବହୁତ ସ୍ୱାଦିଷ୍ଟ ଲାଗୁଥିଲା। ତ ଘରେ ବି ସମସ୍ତେ ପସନ୍ଦ ବି କଲେ। ଆଉ ମୋର ପୁଅ ତ ମାନେ ବୁଲି ବୁଲି ଖାଇଦେଲା, ଯେମିତି ଆଉ 2 ଦିନ ବି ଯିବନି। ତ ଯଦି ଆପଣମାନେ ବନାଉଛନ୍ତି 2ରୁ 3 ଘଣ୍ଟା ଭିତରେ এই ପିଠା ସରିଯିବ। ଯେତେବେଳେ ଇଚ୍ଛା ହେଉଛି এই ପିଠାଟି ହିଁ ଖାଇବେ, ପୁରା ପ୍ଲେଟ୍ ପୋଛିକି ଖାଇବେ। ତ ଦେଖନ୍ତୁ ସେମ୍ ପ୍ରୋସେସ୍ରେ ମୁଁ ଗୋଲାକାର ସେପ୍ ଦେଇଦେଲି ରାଶିର କୋଟିଂ ଦେଇକିରି। ତାପରେ ଗୋଟେ କଢ଼େଇରେ କିଛି ମୁଁ ଏଠି ତେଲ ନେଇଛି। ତେଲ ଟିକେ ଗରମ ହେଇସାରିବା ପରେ এই ସମୟରେ ଗ୍ୟାସ୍ ଆଞ୍ଚ ମିଡ଼ିୟମ୍ ଫ୍ଲେମ୍ରେ ରଖିବେ। ମିଡ଼ିୟମ୍ ଫ୍ଲେମ୍ରେ ରଖିକିରି ଆମେ ସେଥିରେ ଏଡ଼୍ କରିଦେବା ସେ ପିଠାକୁ ଏଡ଼୍ କରିକି ଗୋଟେ ସାଇଡ଼୍ରେ ଟିକେ ଫ୍ରାଏ ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବା।
ତେଲଟା ଯଦି ଅଧିକା ଗରମ ହେଇସାରିଛି ତାହେଲେ ଗ୍ୟାସ୍ ଆଞ୍ଚକୁ ସ୍ଲୋ କରିଦେବେ ଆଉ ଆକୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଯଦି ଫ୍ରାଏ କରିବେ ତ ଦେଖନ୍ତୁ ଭିତର ପର୍ଯ୍ୟନ୍ତ ପୁରା ତେଲ ଯିବ ଆଉ ପିଠାଟି ପରଫେକ୍ଟଲି ପୁରା ସିଝିକି ରେଡ଼ି ହେଇଯିବ। ତ ଗୋଟେ ସାଇଡ଼୍ଟି ଟିକେ ଫ୍ରାଏ ବି ହେଇସାରିଲାଣି ତ ଓଲଟେଇ ଦେଲି ମୁଁ, ଦେଖନ୍ତୁ କେତେ ବଢ଼ିଆ ପୁରା କଲର୍ ବି ଆସିଛି। ଆଉ ଏ ପିଠାରେ ଦେଖିବେ ଯଦି ସ୍କ୍ରାଚ୍ ଆସିଲା ଟିକେ ଟିକେ ଜାଣିଦେବେ ଯେ ପିଠାଟି ପରଫେକ୍ଟ ବନିକି ରେଡ଼ି ହେଇଛି। ଏ ପିଠାରେ ସ୍କ୍ରାଚ୍ ଆସିଲା ମାନେ ବହୁତ ବଢ଼ିଆ ଖାସ୍ତା ବନେ ଆଉ ଦେଖିବେ ପୁରା ପାଟିରେ କରୁ କରୁ ପୁରା କୁରକୁରେ ଭଳି ଆବାଜ ବି ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। ତ ଆପଣମାନେ ଏଇ ତରିକାରେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ତ ଦେଖନ୍ତୁ ଫାଇନାଲି ଗୋଟେ ଷ୍ଟେପ୍ ବନିକିରି ଆମର ରେଡ଼ି ବି ହେଇସାରିଲାଣି, କେତେ ବଢ଼ିଆ ପୁରା କଲର୍ ବି ଆସିଛି। ତ ଆପଣମାନେ ଫ୍ରେଣ୍ଡସ୍ ଘରେ ଆକୁ ନିହାତି ଟ୍ରାଏ କରିବେ। ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଦେଖନ୍ତୁ ଗୋଟେ ଷ୍ଟେପ୍ ବନିକି ରେଡ଼ି ହେଇସାରିଲାଣି, ସେମ୍ ପ୍ରୋସେସ୍ରେ ଆମେ ନା ଆଉ ଗୋଟେ ଷ୍ଟେପ୍ ବି ବନେଇକି ରେଡ଼ି କରିଦେବା। ଆଉ ବାକି ସବୁ ପିଠାକୁ ବନେଇକି ରେଡ଼ି କରିଦେବା। ଦେଖନ୍ତୁ ଏଇଠି ଆମେ ଟୋଟାଲ୍ ଗୋଟେ ଛୋଟ ଗିନାରେ 2 ଗିନା ଅଟା ନେଇଥିଲେ, 1 ଗିନା ସୁଜି ନେଇଥିଲେ, ଅଳ୍ପ ଟିକେ ନଡ଼ିଆ ନେଇଥିଲେ। ତଥାପି ଦେଖନ୍ତୁ କେତେ ସାରା ପୁରା ପିଠା ବନିକି ରେଡ଼ି ହେଲା। ତ ଆପଣମାନେ ବି ଘରେ ଆକୁ ଟ୍ରାଏ କରନ୍ତୁ ଏଇ ମକର ସଂକ୍ରାନ୍ତିରେ। ଦେଖିବେ ଘରେ ବି ସମସ୍ତେ ପସନ୍ଦ କରିବେ ଏଇ ନୂଆ ପିଠାଟି, ଥରେ ଟ୍ରାଏ କରନ୍ତୁ। ତ ଦେଖନ୍ତୁ ଆଉ ଗୋଟେ ଷ୍ଟେପ୍ ବି ବନିକି ରେଡ଼ି ବି ହେଇସାରିଲାଣି। ଫ୍ରେଣ୍ଡସ୍ ଆପଣମାନେ ଯଦି ଏଇ ପିଠାଟି ଘରେ ବନାଉଛନ୍ତି ଆପଣମାନଙ୍କର ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଆଉ ଏ ପିଠାଟିର ନାଁ କ'ଣ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଆପଣମାନେ ଏହାକୁ ରାଶି ଗୁଲଗୁଲା ବି କହିପାରିବେ, ଆଉ କ'ଣ ନାଁ ଅଛି ଏହାର ଆପଣମାନେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ପୁରା ହେଲ୍ଦି ବି ରହିବ ଯେହେତୁ ଅଟାରେ ବନିକି ରେଡ଼ି ହେଉଛି ଆଉ ବିନା ଝଞ୍ଝଟରେ ଘରର ବେସିକ୍ ସାମଗ୍ରୀରେ এই ପିଠାଟି ଆପଣମାନେ ଝଟପଟ ବନେଇକି ରେଡ଼ି କରିପାରିବେ। ତ ଦେଖନ୍ତୁ ବନିକିରି ପୁରା ରେଡ଼ି ହେଇସାରିଲା ଆଉ କେତେ ସାରା ପୁରା ସ୍କ୍ରାଚ୍ ଆସିଛି ପିଠାରେ। ବାହାରେ ପୁରାପୁରି କ୍ରିପ୍ସି ଅଛି, ଭିତରେ ହାଲକା ସଫ୍ଟ ଅଛି ଆଉ ବହୁତ ବଢ଼ିଆ ଲାଗୁଥିଲା। ତ ଏଇଭଳି ନୂଆ ପ୍ରୋସେସ୍ରେ ଟ୍ରାଏ କରନ୍ତୁ। ଫ୍ରେଣ୍ଡସ୍ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ମୋତେ ବି ଖୁସି ଲାଗିବ ମୋ ଭିଡ଼ିଓ କେତେ ଦୂର ପର୍ଯ୍ୟନ୍ତ ପହଞ୍ଚୁଛି। ଆଉ ଦେଖନ୍ତୁ ପାଖରୁ ବି ଦେଖୁଛି କେତେ ବଢ଼ିଆ ପୁରା କଲର୍ ଆସିଛି। ଲାଇଟିଂ ପାଇଁ ଆପଣମାନଙ୍କୁ ପ୍ରପରଲି କଲର୍ ବି ଦେଖାହେଉନି କିନ୍ତୁ ବହୁତ ବଢ଼ିଆ ପୁରା କଲର୍ ଆସିଛି। ଆଉ ଖାଇବା ବି ବହୁତ ବଢ଼ିଆ ଲାଗୁଥିଲା। ଖାଇବା ସମୟରେ ନଡ଼ିଆର ଫ୍ଲେଭର୍ ଆସିବ, ପୁଣି ଆମେ ସେଥିରେ ସୁଜି ଆଡ଼୍ କରିଛନ୍ତି, ହାଲକା ସୁଜିର ଫ୍ଲେଭର୍ ମାନେ ସୁଜିଟା ଟିକେ ଟିକେ ପାଟିକି ହାଲକା ଲାଗିବ, ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। ଭିତରେ ମାନେ ତାର ଷ୍ଟଫିଂ ଯେମିତିକି ଆମେ ପୁର ଦେଉ ଷ୍ଟଫିଂ ରହେ ସେଇଭଳି ପ୍ରୋସେସ୍ ଲାଗେ। ବାହାରଟା ପୁରା କ୍ରିପ୍ସି, ଭିତରେ ପୁରାପୁରି ସଫ୍ଟ, ପୁଣି ରାଶିର ଫ୍ଲେଭର୍ ରହିବ ଆଉ ପୁଣି ନଡ଼ିଆ ଖାଇବା ସମୟରେ ପାଟି ଟିକେ ଟିକେ ଲାଗିବ, ବହୁତ ବଢ଼ିଆ ଲାଗିବ। ତ ଆପଣମାନେ ଏଇ ମକର ସଂକ୍ରାନ୍ତିରେ ଟ୍ରାଏ କରନ୍ତୁ। କେମିତି ଲାଗିଲା କ'ଣ ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇସାରିଛି। ଆଉ ଫ୍ରେଣ୍ଡସ୍ ଆପଣମାନଙ୍କର ଗୋଟେ ଗୋଟେ କମେଣ୍ଟ ମୋର ମୋଟିଭେସନ୍କୁ ବଢ଼ାଇଥାଏ, ତ ଆପଣମାନେ ନିହାତି କମେଣ୍ଟ କରିବେ। ତ ଦେଖନ୍ତୁ ଆପଣମାନଙ୍କୁ ଖଣ୍ଡ କରିବି ଦେଖେଇଦେଲି ଭିତରେ କେମିତି କ'ଣ ଅଛି। ବାହାର କୋଟିଂଟା ଦେଖନ୍ତୁ ପୁରାପୁରି କ୍ରିପ୍ସି ଅଛି, ଭିତରେ ପୁରା ଛେନା ଭଳି ଅଛି, ବହୁତ ବଢ଼ିଆ ଲାଗୁଥିଲା। ତ ପାଟିରେ କରୁ କରୁ ପୁରା ମାନେ ଦେଖିବେ ପୁରା କ୍ରିପ୍ସି, ଯେହେତୁ ବାହାରଟା ଅଛି ଟିକେ କ୍ରିପ୍ସି ଆବାଜ ହେବ। ଆଉ ପୁଣି ଦେଖିବେ ମାନେ ନଡ଼ିଆର ଷ୍ଟଫିଂ ଅଛି, ବହୁତ ବଢ଼ିଆ ପୁରା ଲାଗିବ। ମାନେ ଦେଖିବେ ଆକୁ ଧ୍ୟାନ ରଖିବେ କିନ୍ତୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ହିଁ ଫ୍ରାଏ କରିବେ। ତ ଦେଖନ୍ତୁ ଆପଣମାନଙ୍କୁ କ୍ରସ୍ କରିବି ହାତରେ ଦେଖେଇଦେଲି, କେତେ ବଢ଼ିଆ ପୁରା ଗୁଣ୍ଡ ବି ହେଇଯାଉଛି। ତ ଭାବନ୍ତୁ ଯଦି ଛୁଆମାନଙ୍କୁ ବି ବନେଇକି ଦେବେ ନା, ସେଇମାନେ ବି ଦେଖିବେ ମାନେ ବହୁତ ଖୁସି ହେଇଯିବେ। ତ ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।